ଏହା ସତ କଥା ଯେ ମୁଁ ବହୁତ ଛୋଟ, ହେଲେ ଯେତେବେଳେ ମୁଁ ଆକ୍ରମଣ କରେ ପୁରା ସହର ଥରି ଉଠେ। ମୁଁ ତୁମ ଶ୍ୱାସନଳୀ ଦେଇ ତୁମ ଫୁସ୍ଫୁସ୍କୁ ଯିବି, ଆଉ ତାପରେ ତୁମ ମୁଣ୍ଡ ଭିତରେ ଥିବା ମସ୍ତିଷ୍କକୁ ଫୁଲାଇ ଦେବି, ଆଉ ତାପରେ ତୁମ ମସ୍ତିଷ୍କ କାମ କରିବା ବନ୍ଦ କରିଦେବ। ଏଇ ସେଓଟା ତ ଭାରି ନାଲି ଦେଖାଯାଉଛି। କେଉଁ କୁନି ଚଢ଼େଇଟା ବୋଧେ ଚାକିଛି। ଯଦି ଚଢ଼େଇକୁ ମିଠା ଲାଗିଲା ତାହେଲେ ମୋତେ ବି ନିଶ୍ଚୟ ମିଠା ଲାଗିବ। ଖବରଦାର ଚେପା, ଏଇ ସେଓଟାକୁ ତୁ ଜମା ଖାଆନା। ଯଦି ଖାଇବୁ ତାହେଲେ ଫେରିବାର ବାଟ ବନ୍ଦ ହେଇଯିବ। କିଏ କିଏ କହୁଛି? କୌଣସି ଭୂତ କି? କାଲି ରାତିରେ ବୋଉ ଭୂତ ଗପ କହୁଥିଲା। ସତରେ କ'ଣ ଆଜି ସକାଳୁ ଭୂତ ଆସିଗଲା କି? ମୁଁ ଭୂତ ନୁହେଁ, କିନ୍ତୁ ଭୂତଠାରୁ ବି ଅଧିକ ଭୟଙ୍କର। ମୁଁ ହେଉଛି ନିପା। ତୁମ ଶରୀର ଭିତରକୁ ଗଲେ ମୁଁ ତୁମ ସବୁ ଶକ୍ତି ଖାଇଯିବି। ନିପା, ତୁମେ ଏମିତି କାହିଁକି କଥା କହୁଛ? ଆଉ ତୁମେ ଏ ଫଳ ଭିତରେ କ'ଣ କରୁଛ? ଦେଖ ଚେପା, ମୋର ପ୍ରକୃତ ଘର ହେଉଛି ବାଦୁଡ଼ି। ସେମାନେ ଯେତେବେଳେ ରାତିରେ ଆସି ଏଇ ଫଳକୁ ଖାଆନ୍ତି, ମୁଁ ସେମାନଙ୍କ ଲାଳ ଦେଇ ଏଇ ଫଳକୁ ଆସିଥାଏ, ଆଉ ଏଠି ବସି ଅପେକ୍ଷା କରେ ତୁମ ଭଳି କୌଣସି ଅସାବଧାନ ମଣିଷ ପାଇଁ। ତମେ ତ ଏତେ ଛୋଟ, ତମେ ବା କାହାର କ'ଣ କ୍ଷତି କରିପାରିବ? ଏହା ସତ କଥା ଯେ ମୁଁ ବହୁତ ଛୋଟ, ହେଲେ ମୁଁ ଯେତେବେଳେ ଆକ୍ରମଣ କରେ ପୁରା ସହର ଥରି ଉଠେ। ମୁଁ ତୁମ ଶ୍ୱାସନଳୀ ଦେଇ ତୁମ ଫୁସ୍ଫୁସ୍କୁ ଯିବି, ଆଉ ତାପରେ ତୁମ ମୁଣ୍ଡ ଭିତରେ ଥିବା ମସ୍ତିଷ୍କକୁ ଫୁଲାଇ ଦେବି, ଆଉ ତାପରେ ତୁମ ମସ୍ତିଷ୍କ କାମ କରିବା ବନ୍ଦ କରିଦେବ। ହଇରେ ନିପା, ତୁ କ'ଣ କେବଳ ଫଳରେ ରହୁଛୁ? ମୁଁ କେବଳ ଫଳରେ ରୁହେନି। ଯଦି ଜଣେ ରୋଗୀକୁ ମୁଁ ଧରିଛି, ତେବେ ତା ପାଖକୁ ଯିଏ ଆସିବ, ତାର ହାତ ଧରିବ କିମ୍ବା ତା ସହ ଖାଇବ, ମୁଁ ତାକୁ ବି ଧରି ନେବି, ଆଉ ମୁଁ ବହୁତ ଶୀଘ୍ର ବି ବ୍ୟାପିଯାଏ। ଆଚ୍ଛା, ତାହେଲେ ତୁମେ ଏତେ ଶକ୍ତିଶାଳୀ। କିନ୍ତୁ ମୋ ମା' କହେ ଦୁନିଆରେ ଏମିତି କୌଣସି ରାକ୍ଷସ ନାହିଁ ଯାହାର କିଛି ଦୁର୍ବଳତା ନାହିଁ। ତୁମର ଦୁର୍ବଳତା କ'ଣ? ମୋର ଦୁର୍ବଳତା? ନା ନା, ମୁଁ କାହିଁକି କହିବି? ମୁଁ ଜାଣିଛି, ତୁମେ ସଫାସୁତୁରାକୁ ଡର, ତୁମେ ସାବୁନକୁ ଡର। ଏଇ ଦେଖ, ମୋ ପକେଟରେ ଗୋଟେ ସାନିଟାଇଜର ଅଛି। ଆରେ ନା, ସେଇଟାକୁ ବାହାର କରନି। ସେଇ ଆଲକୋହଲ ଗନ୍ଧ ମୋତେ ଜମା ଭଲ ଲାଗେନି, ଆଉ ତାହା ମୋତେ ନଷ୍ଟ କରିଦିଏ। ଯଦି ମୁଁ ଏ ଗଛର ଫଳକୁ ଭଲ ଭାବେ ଧୋଇ ଖାଏ, ତେବେ ତୁମେ ମୋର କିଛି କ୍ଷତି କରିପାରିବନି। ଆଉ ଯଦି ମୁଁ ମାସ୍କ ପିନ୍ଧିବି, ତୁମେ ମୋ ନାକ ଭିତରକୁ ପଶି ପାରିବନି। ତୁ ତ ଭାରି ଚାଲାକ ପିଲା। ହଁ ଚେପା, ତୁ ଠିକ୍ କହିଛୁ। ଯଦି ମଣିଷମାନେ ସଚେତନ ହେବେ, ବାହାରୁ ଆସି ସାବୁନରେ ହାତ ଧୋଇବେ, ଆଉ ଅଧାଖିଆ ଫଳ ଖାଇବେନି, ତେବେ ମୋର ଶକ୍ତି କିଛି ନାହିଁ। ମୁଁ କେବଳ ସେଇମାନଙ୍କୁ ଧରେ ଯିଏ ଅସାବଧାନ ରୁହେ। ଧନ୍ୟବାଦ ନିପା, ତୁମେ ମୋତେ ଡରାଇଲ, କିନ୍ତୁ ବହୁତ କଥା ଶିଖାଇଲ। ମୁଁ ଏବେ ଯାଉଛି। ମୁଁ ମୋ ସାଙ୍ଗମାନଙ୍କୁ ଏସବୁ କଥା କହିବି। ଆଉ ଗୋଟିଏ କଥା ମନେ ରଖ, ଯଦି ତୁମେମାନେ ପ୍ରକୃତି ସହିତ ଖେଳିବ, ତାହେଲେ ମୁଁ ପୁଣି ଫେରି ଆସିବି। ଗଛ କାଟନି, ବାଦୁଡ଼ିଙ୍କ ଘର ନଷ୍ଟ କରନି। ସେମାନେ ଜଙ୍ଗଲରେ ରହିଲେ ମୁଁ ବି ସେଠି ରହିବି। ତୁମ ପାଖକୁ ଜମା ଆସିବିନି। ଆଉ ସାଙ୍ଗମାନେ, ଭିଡ଼ିଓ ତ ଦେଖିଲ। ଯଦି ଭିଡ଼ିଓ ଭଲ ଲାଗିଲା ତାହେଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।